ଅଲେଖ ମହିମା। ଠିକ ଠିକ ଆମ ଦେଖନ୍ତୁ ସୁଧୀବୃନ୍ଦ, ଆମ ଭକ୍ତ ଡୁମୁରୁ ଭକ୍ତ ଜଣେ ଆମକୁ ଚତୁ ଆଣି ଦେଇଛନ୍ତି। ଚତୁ ଚତୁ ଯିଏକି ଆମର କୋରାପୁଟର ଚତୁ। ଏହା ଦେଖନ୍ତୁ ସୁଧୀବୃନ୍ଦ, ଏହା ହଉଛି ବାଲି ଚତୁ, ଏହା ହେଉଛି ମଣ୍ଡୁ ଚତୁ। ବର୍ଷା ଋତୁ ହେଲେ ଏ ଚତୁ ହୁଏ, ଆଉ ଅନ୍ୟ ଦିନେ ମିଳେ ନାହିଁ। ଶାସ୍ତ୍ରରେ ଲେଖା ଅଛି ଅଣ୍ଡଜ ଶ୍ଵେତଜ ଉଦ୍ଭିଜ। ଏହା ହେଲା ଉଦ୍ଭିଜ, ମାନେ ବର୍ଷା ଋତୁ ହେଲେ ପୃଥିବୀ ମାନେ ମାଟି ମାନେ ଉଷୁମରୁ ଏ ବାହାରେ, ପୁଣି ଏ ବି ମଣ୍ଡୁ ଚତୁ ସେ ବୋଲି ବାହାରେ, ଆଉ ଅନ୍ୟ ଦିନେ ବାହାରେ ନାହିଁ। ଆଉ ଅନ୍ୟ ଚତୁ ପାଇପାରନ୍ତି, ଏ ଚତୁ ପାଇବେ ନାହିଁ। ଏଇଟା ଉଦ୍ଭିଦ ଚତୁ। ଏ ଚତୁ ଖାଇଲେ କଣ ହୁଏ? ଦେହ ଆମର ପରିଷ୍କାର, ରକ୍ତ ଶୁଦ୍ଧ ପରିଷ୍କାର ହୁଏ, ଆଉ ବଳ ବପ ହୁଏ, ଶକ୍ତି ବି ହୁଏ, ପୁଣି ନିଦ ବି ହୁଏ, ପୁଣି ତାକତ ବଳ ବପ ବି ହୁଏ। ଏଇ ଚତୁ ହଉଛି ବାଲି ଚତୁ। କୋଉଠି ମାନେ ବାଲି ଅଂଶ ହଉ ମାଟି ଅଂଶ ହଉ ଉଷୁମ ହେଇକି ବାହାରେ, ପୁଣି ଉଇ ହୁଙ୍କାରେ ବି ବାହାରେ, ପୁଣି ଏ ବି ଗୋଟେ ଗୋଟେ ବାହାରେ। ସେ ଯୋଉ ସୁଧୀବୃନ୍ଦ ଦେଖନ୍ତି, ବାଲି ଚତୁ ଆମର ଖାଇଲେ ଭଲ। ଅଲେଖ ମହିମା।